हेलो एवरीवन आज भिडियो रे आम डिस्कसन करमा +3 फर्स्ट सेमिस्टर एसी ओडिया यूनिट 2 रो लेक्चर नंबर 3 है। तो आज भिडियो रे आम डिस्कसन करमा वाक्यर अर्थगत प्रकार भेद जेने जेने कि आम डिस्कसन करमा विवृत्ति सूचक वाक्य काना आशीष सूचक वाक्य काना प्रश्न सूचक विस्मय सूचक आउ नास्ति सूचक वाक्य काना ई वीडियो रे तुमर यूनिट 2 रो इटा लास्ट वीडियो हवा। देन नेक्स्ट क्लास रु फैन आम यूनिट 3 स्टार्ट करमा। तो वाक्य गठन रीति और प्रकार भेद यूनिट 2 आज वीडियो रे कंप्लीट हो जिबा। नेक्स्ट क्लास रु आम यूनिट 3 स्टार्ट करमा। तो जेन जेन माने भी नोट्स डाउनलोड करवा लगी चाहूच से टेलीग्राम चैनल रे जॉइन हो जा। टेलीग्राम चैनल लिंक कमेंट सेक्शन रे पिन हिता। तो सेटाके जाइकरी चैनल रे जॉइन हो जा नोट्स सब डाउनलोड करवा लगी। तो देखमा आमे आज विवृत्ति सूचक आशीष सूचक प्रश्न सूचक विस्मय सूचक आउ नास्ति सूचक काଣା आइजे। तो चलो देखमा आमे प्रथमे पीडीएफ टे उल्टिया रही छे। तो लास्ट आड़ देखो जो देखो विवृत्ति सूचक वाक्य काहाके कुहा जिसी। विवृत्ति सूचक वाक्य फास्ट देखो क विवृत्ति सूचक वाक्य काहाके कुहा जिसी ना ଯେଉଁ ବାକ୍ୟରେ କୌଣସି ବିବୃତ୍ତି ବା ବକ୍ତବ୍ୟ ରହିଥାଏ ତାହାକୁ ବିବୃତ୍ତି ସୂଚକ ବାକ୍ୟ କୁହାଯାଏ। ବୁଝିଲା, ଯେଉଁ ବାକ୍ୟରେ କୌଣସି ବିବୃତ୍ତି ବୋଲେ କାଣା ବିବୃତ୍ତି ବା ବକ୍ତବ୍ୟ ବିବୃତ୍ତି କହିଲେ ହେଲା ବକ୍ତବ୍ୟ ଯେନ୍ ବାକ୍ୟରେ କୌଣସି ବକ୍ତବ୍ୟ ରହିଥାଏ ତାହାକୁ ବିବୃତ୍ତି ସୂଚକ ବାକ୍ୟ କୁହାଯାଏ। ତ କାହା କେନ୍ ବକ୍ତବ୍ୟ ରହିଥିସି ଚାଲ ଉଦାହରଣ ଦେଖମା। ବକ୍ତବ୍ୟ ରହିଥାଏ ଦେଖ ଏକ୍ଜାମ୍ପଲ ଯେନ୍ତା ଜଗନ୍ନାଥ ହେଉଛନ୍ତି କୋଟି ଓଡ଼ିଆଙ୍କ ମଉଡ଼ମଣି। ଇନେ ବକ୍ତବ୍ୟ ରହୁଛି କି ସେଟା ହେଲା ବିବୃତ୍ତି ସୂଚକ ବାକ୍ୟ। ଜଗନ୍ନାଥ ହେଉଛନ୍ତି କୋଟି ଓଡ଼ିଆଙ୍କ ମଉଡ଼ମଣି ଇନେ ଗୋଟେ ବିବୃତ୍ତି ସୂଚକ ହଉଛି ଯେନେ କି ବକ୍ତବ୍ୟ ରହିଛି। ଦେଖ ଜଗନ୍ନାଥ କାଣା ହେଉଛନ୍ତି ଜଗନ୍ନାଥ ହେଉଛନ୍ତି କୋଟି ଓଡ଼ିଆଙ୍କ ମଉଡ଼ମଣି। ସେମିତି ଦେଖ ହିମାଳୟ ହେଉଛି ଉଚ୍ଚତମ ପର୍ବତ। ହିମାଳୟ ହେଉଛି ଉଚ୍ଚତମ ପର୍ବତ ସେଟା ବି ଗୋଟେ ପ୍ରକାର ବିବୃତ୍ତି ସୂଚକ ବାକ୍ୟ ଆଏ। ଦେନ୍ ଆଉ ଗୋଟେ ଏକ୍ଜାମ୍ପଲ ଦେଖ ମଧୁବାବୁ ଥିଲେ ପ୍ରଥମ ଓଡ଼ିଆ ବାରିଷ୍ଟର। ମଧୁବାବୁ ଥିଲେ ପ୍ରଥମ ଓଡ଼ିଆ ବାରିଷ୍ଟର ଏଇଟା ବି ଗୋଟେ ବିବୃତ୍ତି ସୂଚକ ବାକ୍ୟ ବୋଲି ଆମେ କହିପାରମା। ଦେନ୍ ଦେଖ ଆଦେଶ ଅନୁରୋଧ ଆଶିଷ ସୂଚକ। ଆଶିଷ ସୂଚକ ଆମେ ଆଦେଶ ବି କହିପାରମା ଅନୁରୋଧ ବି ତାର ହିସାବରେ ଆମେ आदेश अनुरोध आउ आशीष सूचक के देखमा ଯେଉଁ ବାକ୍ୟରେ କାଣା ଯେଉଁ ବାକ୍ୟରେ ଆଦେଶ ଅନୁରୋଧ ବା ଆଶିଷ ପ୍ରକାଶ କଲେ ତାହାକୁ ଆଦେଶ ଅନୁରୋଧ ଆଶିଷ ସୂଚକ ବାକ୍ୟ ବୋଲି କୁହାଯାଏ। ବୁଝିଲା, ଯେଉଁ ବାକ୍ୟରେ ଆଦେଶ ଦେମା ଅନୁରୋଧ ରିକ୍ୱେଷ୍ଟ କର୍ମା ବା ଅଶିଷ ପ୍ରକାଶ କଲେ ତାକୁ ଆଦେଶ ଅନୁରୋଧ ଆଉ ଆଶିଷ ବୋଲି କୁହାଯିବା। ଯାହାକି ଆମେ ଆଦେଶ ଦେମା ତାକେ ଆଦେଶ ସୂଚକ ବୋଲି କହିମା। ଯାହାକି ଆମେ ରିକ୍ୱେଷ୍ଟ କର୍ମା ତାକେ ଅନୁରୋଧ ସୂଚକ ବୋଲି କହିମା। ଯାହାକି ଆମେ ଅଶିଷ ପ୍ରକାଶ କଲେ ତାକେ ଆମେ ଆଶିଷ ସୂଚକ ବାକ୍ୟ ବୋଲି କହିମା। ତ ଆଦେଶ ସୂଚକ ବାକ୍ୟର ଏକ୍ଜାମ୍ପଲ ଦେଖମା। आदेश सूचक एग्जांपल है पार्टी न करी चुपचाप बस। आम जदि गोटे छुआके कहना पार्टी न करी चुपचाप बस सेटा है आदेश सूचक वाक्य। पार्टी न करी चुपचाप बस एटा है एग्जांपल है आदेश सूचक जहाँकि आम आदेश करमा से कथा के मानबा। पार्टी न करी चुपचाप बस सेटा है आदेश सूचक। देन नेक्स्ट आदेश सूचक आ गोटे एग्जांपल अच्छे हाट को जाई परिबा आण रिंकू। आम रिंकू के कहूँ हाट को जाई परिबा आण रिंकू। रिंकू के आम आदेश करूँ कि हाट को जाइकरी तुई परिबा आण बोलिकी। रिंकू के काଣା कुहाला आदेश दियाला रिंकू के कि से हाट को जाइकरी परिबा आणवा लगी सेटा हला हमर आदेश सूचकर गोटे एग्जांपल। आदेश सूचकर गोटे एग्जांपल। देन नेक्स्ट आम रिक्वेस्ट करूँ जन के दया करी रिक्वेस्ट करूँ आम दया करी मते टिके साहाय्य करंत बा करंतु। दया करी मते टिके साहाय्य करंतु इटा एग्जांपल है जिबा हमर अनुरोध सूचक वाक्यर
एग्जाम्पल एटा अनुरोध सूचक कहले काଣା ना ଯାହାକି ଆମେ ରିକ୍ୱେଷ୍ଟ କର୍ମା ସେଟାକି ଆମେ ଅନୁରୋଧ ସୂଚକ କହିମା ତାର ଏକ୍ଜାମ୍ପଲ୍ କାଣା ଦୟାକରି ମୋତେ ଟିକେ ସାହାଯ୍ୟ କରନ୍ତୁ। ଆଉ ଗୋଟେ ଏକ୍ଜାମ୍ପଲ୍ ଦେଖମା ଅନୁରୋଧ ସୂଚକର ତ ଆଉ ଗୋଟେ ଏକ୍ଜାମ୍ପଲ୍ କାଣା ହେବା ନା ମୋତେ ଟିକେ ତୁମ ଗାଡ଼ିରେ ନେଇଯିବ କି କି ଲାଗିଲେ ଏଟା ପ୍ରଶ୍ନ ହେଇଯିବା ମୋତେ ଟିକେ ତୁମ ଗାଡ଼ିରେ ନେଇଯିବ ତାକେ କହୁଛୁ ଆମେ ଇନେ ଆହୁରି ଯଦି ଅନୁରୋଧ ସୂଚକର ଏକ୍ଜାମ୍ପଲ୍ ଦେବାର୍ ଲାଗି ଚାହେଁମା ମୋତେ ଟିକେ ତୁମ ଗାଡ଼ିରେ ନେଇଯିବ ଇନେ ଆହୁରି ଭଲ୍ ହେବା ଯଦି ଆମେ ଇନେ ଦୟାକରି ଲଗେଇଦେମା କି ହଁ ଦୟାକରି ଲଗେଇଦେଲେ ଆହୁରି ଅନୁରୋଧ ସୂଚକର ଏକ୍ଜାମ୍ପଲ୍ ପୁରା ଜଣାଯିବ ଦୟାକରି ମୋତେ ଟିକେ ତୁମ ଗାଡ଼ିରେ ନେଇଯିବ ଏଇଟା ଅନୁରୋଧ ସୂଚକର ଗୋଟେ ଏକ୍ଜାମ୍ପଲ୍ ଦେନ୍ ଆଶିଷ ସୂଚକର ଦେଖମା ଆଶିଷ ସୂଚକର ଏକ୍ଜାମ୍ପଲ୍ କାଣା ନା ଦେଖ ଠାକୁରଙ୍କ କୃପା ତୁମ ଉପରେ ବରଷୁଥାଉ ଏଇଟା ହେଲା ଆଶିଷ ସୂଚକ ଆଶିଷ ସୂଚକର ଏକ୍ଜାମ୍ପଲ୍ କାଣା ଠାକୁରଙ୍କ କୃପା ତୁମ ଉପରେ ବରଷୁଥାଉ ବୁଝିଲା ଏକ୍ଜାମ୍ପଲ୍ ମାନେ ବୁଝିନିଅ ଯଦି ତୁମକୁ କ୍ୱେଶ୍ଚିନ୍ ଆସେ ଆଦେଶ ଅନୁରୋଧ ଆଶିଷ ସୂଚକର ତୁମେ ତ ଜାଣିଛ ଆଦେଶ କାହାକେ ଅନୁରୋଧ କାହାକେ ଆଶିଷ ସୂଚକ ଯଦି ଥରେ ଏଇଟା ପଢ଼ିଦେବ ତାର ଏକ୍ଜାମ୍ପଲ୍ ବି ଯଦି ତୁମେ କ୍ୱେଶ୍ଚିନ୍ରେ ଆଟେଣ୍ଡ କରୁଛ ତ ମାର୍କ ଭଲ ଦେବେ ଏକ୍ଜାମ୍ପଲ୍ ରହିବାର କଥା ଦେଖ ସେମିତି ଆଉ ଗୋଟେ ଏକ୍ଜାମ୍ପଲ୍ ଦେଖ ଭଗବତୀ ତୁମକୁ ଦୟା କରନ୍ତି ଭଗବତୀ ତୁମକୁ ଦୟା କରନ୍ତି এটা ଗୋଟେ ଆଶିଷ ସୂଚକର ଏକ୍ଜାମ୍ପଲ୍ ହେଇଗଲା ତ ନେକ୍ସଟ ଦେଖମା ଆମେ ଏଖାନ ଗ ନମ୍ବର ପ୍ରଶ୍ନ ସୂଚକ ବାକ୍ୟ କାହାକେ କୁହାଯିସି ପ୍ରଶ୍ନ ସୂଚକ ବାକ୍ୟ କାହାକେ କୁହାଯିବା ନା ପ୍ରଶ୍ନ ସୂଚକ ବାକ୍ୟ ଯେଉଁ ବାକ୍ୟରେ କୌଣସି ପ୍ରଶ୍ନର ସୂଚନା ପାଏ ତାକୁ ପ୍ରଶ୍ନ ସୂଚକ କୁହାଯାଏ ପ୍ରଶ୍ନବାଚକ ଚିହ୍ନା କେନ୍ତା ପ୍ରଶ୍ନବାଚକ ଯେନ୍ ଏନ୍ତା ଚିହ୍ନା ଲାଗଲା ସେଟାକେ କୁହାଯିବା ପ୍ରଶ୍ନବାଚକ ବୋଲିକିରି ପ୍ରଶ୍ନବାଚକ ଚିହ୍ନା ଯଦି ଯେନେ ଲାଗୁଛି ସେଟାକେ କୁହାଯିବା ପ୍ରଶ୍ନ ସୂଚକ ବାକ୍ୟ ବୋଲିକିରି ଯେଉଁ ବାକ୍ୟରେ କୌଣସି ପ୍ରଶ୍ନର ସୂଚନା ମଧ୍ୟ ମିଳିବା ତାକୁ ମଧ୍ୟ ଆମେ ପ୍ରଶ୍ନ ସୂଚକ ବାକ୍ୟ ବୋଲି କୁହାଯିବା ଯେମିତିକି ଏକ୍ଜାମ୍ପଲ୍ ଦେଖ ତମେ ମାନେ କ'ଣ କାଲି ରାଜଧାନୀ ଯାଉଛ ପ୍ରଶ୍ନ ସୂଚକ ହେଲା କି ତୁମେ ମାନେ କ'ଣ କାଲି ରାଜଧାନୀ ଯାଉଛ ସେମିତି ଆଉ ଗୋଟେ ଏକ୍ଜାମ୍ପଲ୍ ଦେଖ ଏଇ ବହିଟା କେତେ ଟଙ୍କା ଦେଇ କିଣିଲ ସେଟା ବି ଗୋଟେ ଏକ୍ଜାମ୍ପଲ୍ ହେଇପାରିବା ପ୍ରଶ୍ନ ସୂଚକର ଦେନ୍ ନେକ୍ସଟ 4 ଦିନ ହେଲା ତୁମେ କେଉଁଠି ଥିଲ ଏଇଟା ବି ଗୋଟେ ଏକ୍ଜାମ୍ପଲ୍ ହେଇପାରିବା ପ୍ରଶ୍ନ ସୂଚକର ତ ଆମେ ନେକ୍ସଟ ଦେଖମା କେନ୍ ଘ ନମ୍ବର ବିସ୍ମୟ ସୂଚକ ବାକ୍ୟର ବିସ୍ମୟ ସୂଚକ ବାକ୍ୟ କାହାକେ କୁହାଯିବା ନା ବିସ୍ମୟ ସୂଚକ ବାକ୍ୟ ଯେଉଁ ବାକ୍ୟରେ କୌଣସି ବିସ୍ମୟ ଭାବର ସୂଚନା ମିଳେ ତାକୁ ବିସ୍ମୟ ସୂଚକ କୁହାଯାଏ ବିସ୍ମୟ ଭାବର ସୂଚନା ମିଳେ କାରଣ ଜଣେ ବିସ୍ମୟ ସୂଚକ ବାକ୍ୟ କୁହାଯାଏ ବିସ୍ମୟ ସୂଚକ ଜଣେ ବିସ୍ମୟ ସୂଚକର ତାର ଏମିତିକା ଗୋଟେ ରହିବ ଦେଖ ଗାଁରେ ହେଇକି ତଲେ ବିନ୍ଦୁଟେ ଏଟାକେ ବିସ୍ମୟ ସୂଚକ ସେଇପରିକା ତ ତାହେଲେ ଦେଖ ଏକ୍ଜାମ୍ପଲ୍ ଦେଖ ଓ କି ଝଡ଼ ବର୍ଷା ତାପରେ ଗୋଟେ ଲାଗଲା କିନ୍ତୁ ବିସ୍ମୟ ସୂଚକ ଓ କି ଝଡ଼ ବର୍ଷା ସେଟାକେ କୁହାଯାଇଛି ବିସ୍ମୟ ସୂଚକ ବାକ୍ୟ ଓ କି ଝଡ଼ ବର୍ଷା ଏତେ ଖରାପ ପାଗରେ ତୁମେ ଆସିଛ ଏଇଟା ଦେଖ ସେ ଲାଗିছে ବିସ୍ମୟ ସୂଚକ ଶିମିଳିପାଳର ପ୍ରାକୃତିକ ଶୋଭା ଆହା କି ମନୋହର ଏଇଟା ବି ତାର ଏକ୍ଜାମ୍ପଲ୍ है ବିସ୍ମୟ ସୂଚକର ତ ଚାଲ ଆମେ ଦେଖବା ନାସ୍ତି ସୂଚକ କାହାକେ କୁହାଯିବା ଯେ ନାସ୍ତି ସୂଚକ ବାକ୍ୟ କାହାକେ କୁହାଯିବା ନା ନାସ୍ତି ସୂଚକ ବାକ୍ୟ ଯେଉଁ ବାକ୍ୟରେ ନାସ୍ତିର ସୂଚନା ମିଳେ ତାକୁ ନାସ୍ତି ସୂଚକ ବାକ୍ୟ କୁହାଯାଏ ନାସ୍ତି ବେଲେ କାଣା ନାସ୍ତିର ଯଦି ଆମେ କମନ୍ ତାର ଶୁଦ୍ଧ ଗାଉଁଲି ଭାଷା ଦେଖମା ଯଦି ନାସ୍ତି ବେଲେ बाट କାଟବାରଟା ମାନେ ନାସ୍ତି ବେଲେ ଇଂଲିଶରେ ନଟ୍ର ସଦାଖନେ ୟୁଜ୍ ହେବା ନାହିଁର ସଦାଖନେ ୟୁଜ୍ ହେବା ସେହିପରିକା ଗୋଟେ ଆଏ ନାସ୍ତି ତ ଦେଖ ଏକ୍ଜାମ୍ପଲ୍ ଦେଖିଲେ ବୁଝିଯିବ ଦେଖ ଏକ୍ଜାମ୍ପଲ୍ ସେମାନେ କାଲି ଘରେ ନଥିଲେ କେ ବୁଝାଗଲା କି ଘରେ ମାନେ କେହି ନଥିଲେ ନଥିଲେଟାକେ ବୁଝାଗଲା ନାସ୍ତିଟାକେ ବୁଝାଗଲା ତ ସେଟାର ଏକ୍ଜାମ୍ପଲ୍ ହେଇଗଲା ହେଟା ସେମାନେ କାଲି ଘରେ ନଥିଲେ ସେମିତି ଆଉ ଗୋଟେ ଏକ୍ଜାମ୍ପଲ୍ ଦେଖ ବାପା କେବେ ବି ସେ ମୋ କଥା ଶୁଣନ୍ତି ନାହିଁ ସେ ଶୁଣନ୍ତିନି କେବେ ଶୁଣନ୍ତି ନାହିଁ ସବୁବେଳେ ନାସ୍ତିର ସୂଚନାକୁ ସେ ବୁଝାଏ ନାସ୍ତି ସୂଚକ ବାକ୍ୟ ସେମିତି ଯେତେ ମାରିଲେ ବି ବାବୁ ଟଙ୍କାଟିଏ ସୁଧା ଦେଲେ ନାହିଁ ସବୁବେଳେ ନାସ୍ତିଟାକେ ବୁଝୁଥିବା ସେଥିଲାଗି ତାକେ ନାସ୍ତି ସୂଚକ ବାକ୍ୟ ବୋଲି କୁହାଯାଏ ତ ସେମିତି ଦେଖ ଖଣ୍ଡ ବାକ୍ୟ କାହାକୁ କୁହାଯାଏ ଖଣ୍ଡ ବାକ୍ୟ କାହାକୁ କୁହାଯାଏ ନା ସମାପିକା କ୍ରିୟା ଥିଲେ ବି ପୂର୍ଣ୍ଣ ବାକ୍ୟର ଯେଉଁ ଅଂଶ ମନୋଭାବ ପ୍ରକାଶ କରିବାରେ ଅପର ଅଂଶ ଉପରେ ନିର୍ଭର କରେ ତାହା ହେଉଛନ୍ତି ଖଣ୍ଡବାକ୍ୟ ବୁଝିଲା ସମାପିକା କ୍ରିୟା ଥିଲେ ବି ପୂର୍ଣ୍ଣ ବାକ୍ୟର ଯେଉଁ ଅଂଶ ମନୋଭାବ ପ୍ରକାଶ କରିବାରେ ଅପର ଅଂଶ ଉପରେ ନିର୍ଭର କରେ ତାହାକୁ ସେ ହେଉଛି ଖଣ୍ଡବାକ୍ୟ ଏକ୍ଜାମ୍ପଲ୍ ଦେଖୁଁ ଶିକ୍ଷକ ଯେତେବେଳେ ଆସି ଶ୍ରେଣୀରେ ଉପସ୍ଥିତ ହେଲେ ସେତେବେଳେ ସମସ୍ତେ ଚୁପଚାପ ହେଲେ ଆଉ ଗୋଟେ ଏକ୍ଜାମ୍ପଲ୍ ଦେଖ ଯେଉଁମାନେ ସବୁବେଳେ ବାହାରେ ବୁଲନ୍ତି ସେମାନେ ଘର ଖବର କେମିତି ଜାଣିବେ ଦେଖ ରେଖାଙ୍କିତ ଅଂଶ ଗୁଡ଼ିକ ଉପବାକ୍ୟ
ଇ ରେଖାଙ୍କିତ ଯେନ୍ ଅଂଶ ହଉଛେ ଯେନ୍ ରେଖାଙ୍କିତ ଅଂଶ ଇ ରେଖାଙ୍କିତ ଅଂଶ ମାନେ ହେଉଛନ୍ତି ଉପବାକ୍ୟ। କାରଣ ସମାପିକା କ୍ରିୟା ଥାଇ ମଧ୍ୟ ପ୍ରଦତ୍ତ ଅଂଶଗୁଡ଼ିକ ଉପରାଂଶ ଉପରେ ନିର୍ଭର କରନ୍ତି। ଇମାନେ ଥେଇକିନା ମଧ୍ୟ ଇ ଉପର ଅଂଶକେ ସେମାନେ ନିର୍ଭର କରୁଛନ୍ତି। ସେମିତି ଉପବାକ୍ୟ ଦେଖମା ଉପବାକ୍ୟ କାହାକେ କୁହାଯାଏ? ଖଣ୍ଡବାକ୍ୟ ଆଉ ଉପବାକ୍ୟ ଇମ୍ପୋର୍ଟାଣ୍ଟ ଆଉ 2 ମାର୍କିଆ ନେଇ ପଲେଇ ଆଏସି। ଖଣ୍ଡବାକ୍ୟ ଉପବାକ୍ୟ ଉପବାକ୍ୟ ଦେଖମା କୌଣସି ବାକ୍ୟ ବା କୌଣସି ବାକ୍ୟ ଯୌଗିକ ବା ଜଟିଳ ବାକ୍ୟର ଅନ୍ତର୍ଭୁକ୍ତ ଏକ ଅଂଶ ହୋଇଥିଲେ ତାକୁ ଉପବାକ୍ୟ କୁହାଯାଏ। ଏହା ପ୍ରଧାନ ଉପବାକ୍ୟ, ସମକକ୍ଷ ଉପବାକ୍ୟ, ଆଶ୍ରିତ ଉପବାକ୍ୟ ଭେଦରେ 3 ପ୍ରକାର ବୁଝିଲା। କାଣା ନା ସେ ଯୌଗିକ ବାକ୍ୟ ବା ଜଟିଳ ବାକ୍ୟର ଅନ୍ତର୍ଭୁକ୍ତ ଏକ ଅଂଶ ହୋଇଥିଲେ ମଧ୍ୟ ତାକୁ ଉପବାକ୍ୟ କୁହାଯାଏ। ଏହା ପ୍ରଧାନ ଉପବାକ୍ୟ, ସମକକ୍ଷ ଉପବାକ୍ୟ ଆଉ ଆଶ୍ରିତ ଉପବାକ୍ୟ ଭେଦରେ 3 ପ୍ରକାର। ତ ଏକ୍ଜାମ୍ପଲ୍ ଦେଖ, ପରେଶ କେଉଁଠି ଅଛି ତାହା ରମେଶକୁ ଭଲ ଭାବରେ ଜଣା। ସେମିତି ଦେଖ ଏକ୍ଜାମ୍ପଲ୍, ମାମୁଁ କାଲି ଆସିବେ ବୋଲି ବୋଉ କହୁଥିଲା। ତାର ଏକ୍ଜାମ୍ପଲ୍ ଦେଖ, ସୌମ୍ୟ ଚାକିରି ପାଇଛି ବୋଲି ତାଙ୍କ ଘରେ ସମସ୍ତେ ଖୁସି ଅଛନ୍ତି। ବାକ୍ୟର ରେଖାଙ୍କିତ ଅଂଶ ଗୁଡ଼ିକ ହେଉଛି ଉପବାକ୍ୟ। ବାକ୍ୟର ରେଖାଙ୍କିତ ଅଂଶ ଗୁଡ଼ିକ କାଣା ହଉଛେ ନା ସେରା ସବୁ ହଉଛନ୍ତି ଉପବାକ୍ୟ। ଉପବାକ୍ୟ କାଣା ହେଲା ବୁଝିଗଲ। ଏହି ବାକ୍ୟ ଗୁଡ଼ିକରେ ରେଖାଙ୍କିତ ଅଂଶ ଗୁଡ଼ିକ ହଉଛନ୍ତି ସେମାନେ ପ୍ରଧାନ ଭାବେ ବ୍ୟବହୃତ ହଉଛନ୍। ରେଖାଙ୍କିତ ଅଂଶ ଗୁଡ଼ିକ କେନ୍ଟା ରେଖାଙ୍କିତ ଅଂଶ? ରେଖାଙ୍କିତ ହଉଛେ ପରେଶ କେଉଁଠି ଅଛି, ମାମୁଁ କାଲି ଆସିବେ, ସେଇଟା ହେଉଛି ରେଖାଙ୍କିତ ଅଂଶ। କିନ୍ତୁ ବାକ୍ୟର ଅନ୍ୟ ଅଂଶ ଗୁଡ଼ିକ ପ୍ରଧାନ ବାକ୍ୟ ଉପରେ ନିର୍ଭରଶୀଳ ହୋଇଥିବା ହେତୁ ସେଗୁଡ଼ିକୁ ଅପ୍ରଧାନ ସପେକ୍ଷ ଖଣ୍ଡବାକ୍ୟ ତାକୁ କୁହାଯିବ। ସେମିତି ଆଉ ଗୋଟେ ଲାଷ୍ଟ ଦେଖ, ମିଶ୍ର ବାକ୍ୟ କାହାକୁ କୁହାଯାଏ? ମିଶ୍ର ବାକ୍ୟ କାହାକୁ କୁହାଯାଏ ନା ଯେଉଁ ବାକ୍ୟର ସରଳ ଓ ଯୌଗିକ ଅଥବା ଜଟିଳ ସରଳ ବାକ୍ୟ ମିଶିଥାଏ ତାହାକୁ ମିଶ୍ର ବାକ୍ୟ କୁହାଯାଏ। ମିଶ୍ର ବାକ୍ୟ ସବୁ ବାକ୍ୟ ମାନେ ମିଶିକିରି ଅଛି ଦେଖ, ଯେଉଁ ବାକ୍ୟ ସରଳ ଓ ଯୌଗିକ ଅଥବା ଜଟିଳ ଓ ସରଳ ସବୁ ମିଶିକିରି ନିନ ଦେଖ, ସରଳ ଓ ଯୌଗିକ ଅଥବା କିମ୍ବା ଜଟିଳ ଓ ସରଳ ବାକ୍ୟ ମିଶି ଥାଏ ତାହାକୁ ମିଶ୍ର ବାକ୍ୟ କୁହାଯାଏ। ଯେମିତିକି ଏକ୍ଜାମ୍ପଲ୍, ଧନୁଯାତ୍ରା ସମୟରେ ଯେଉଁମାନେ ଭୁବନେଶ୍ୱର ଆସିଥିଲେ ସେମାନେ କଂସ ମହାରାଜାଙ୍କୁ ଦର୍ଶନ କଲେ ଓ ମନ ଆନନ୍ଦରେ ଫେରିଲେ। ସେମିତି ଏକ୍ଜାମ୍ପଲ୍, ମୁଖ୍ୟମନ୍ତ୍ରୀକୁ ଦେଖିବା ପାଇଁ ଯେଉଁ ଗାଁ ଲୋକ ଆସିଥିଲେ ସେମାନେ ତାଙ୍କ ହେଲିକପ୍ଟର ଦେଖିଲେ ଓ ଖୁସିରେ ନିଜ ଗାଁକୁ ପଳେଇଲେ। ତ ୟୁନିଟ୍ 2 କମ୍ପ୍ଲିଟ୍ ହେଲା ବାକ୍ୟ ଗଠନ ରୀତି ଓ ପ୍ରକାର ଭେଦ। ଯେନ୍ମାନେ ବି ୟୁନିଟ୍ 1ର ଭିଡ଼ିଓ ନାଇଁ ଦେଖି ଆଉ ୟୁନିଟ୍ 2ର ଆମର ଲେକ୍ଚର 1 ଆଉ ଲେକ୍ଚର 2ର ଭିଡ଼ିଓ ନାଇଁ ଦେଖି ଚ୍ୟାନେଲ୍କେ ଭିଜିଟ୍ କରିକିରି ଦେଖ। ବହୁତ ଭଲ ଭାବରେ ଏକ୍ସପ୍ଲେନ୍ କରାଯାଇଛି। ସେମାନେ ଯାଇକିରି ସେ ଭିଡ଼ିଓ ମାନେ ଦେଖ। ଟେଲିଗ୍ରାମ ଚ୍ୟାନେଲ୍ରେ ଜଏନ୍ ହ। ତୁମକୁ ଯେନ୍ଟା କ୍ୱେରି ହେଉଛି ସେନେ ମେସେଜ୍ କର। ଯଦି ନୋଟ୍ସ ନେଇ ଅଛେ ହେନେ ମେସେଜ୍ କର। ଆମର ତ ସବୁ ନୋଟ୍ସ ସେନେ ପ୍ରୋଭାଇଡ଼ କରାହେଉଛି, ଏନୁ ଡାଉନଲୋଡ଼ କରିକିରି ପଢ଼ାପଢ଼ି କର। ଆଉ ଭିଡ଼ିଓଟା କେ ଗୋଟେ ଲାଇକ୍ କର, ଚ୍ୟାନେଲ୍କେ ଗୋଟେ ସବସ୍କ୍ରାଇବ୍ କର ଆଉ ତୁମର ସାଙ୍ଗମାନଙ୍କର ସାଙ୍ଗେ ଏ ଭିଡ଼ିଓଟାକେ ସେୟାର କର।